पुलिस पोशाक ना आज तुम बहुत सुंदर लगुछ। ठीक गोटे फिल्म हीरो परी सतरे ना को आउ मु कोन मिछ करछि। एने तम पछरे केते सुंदर झियो मानकर लाइन लागिबो आउ सेते बेले तमर कोन मो कथा मने पड़िबो। जाने मु जाने मानिक तू ठीक से कथा ही कहबू हेले मते अनेक सुंदरी झियो मिलबे सत किंतु तो करी मने मनराणी प्रेमिक राधाटिए केबे भी मिलबे तुमको नहीं देखिथिबा सपन मोर सत ना मते भारी डर लागुछ। डरिवार किछि नै मानिक तो स्वप्न निश्चय सत हबो आउ ए दुनिया रे जेते थड़गन आसिले भी आम दुई को केही केबे अलगा करि परिबेनी आउ एटा होची मोर शपथ आउ जदि आम मझिरे के पाचेरी सृष्टि करबा को चेष्टा करे मु ताकू भलो भाबरे बुझाई देबी प्रेमर संज्ञा भलो पाइबार अर्थ आउ संपर्कर मानेटा कोन। संजय बाबू सतरे कोन सासमल घर को मु बहुत से जिबी जीवु माने तू निश्चय जीवु एई फगुन रे आम बाहाघर हबो आउ तू पाट साड़ी नाली चूड़ी पिंधी कनिया साजी ए फूल सवारी रे बसी सासमल घर को बहु है जू बहु तोर लाजर ओढ़णी काढी मु तते मन भरी देखिबी जा भारी दिस मितरे मिता
ମାମାଶ୍ରୀ ଆମ ସଞ୍ଜୟଟା ତାହେଲେ ଏତେ ବାଟ ଆଗେଇ ଗଲାଣି। ମୋ କଥାକୁ ତୁ ପରା ବିଶ୍ୱାସ କରୁନଥିଲୁ, ଏଥର ନିଜ ଆଖିରେ ଦେଖିଲୁ, କାନରେ ଶୁଣିଲୁ। ମହେଶ ଦାସର ଭଉଣୀ ମାଣିକ ଶାସମଲ ଘରର ବୋହୂ ହବ ବୋହୂ। ସେଇଟା ହଉଛି ମୋର ଗୋଟେ ଚିର ଶତ୍ରୁ। ତାରି ପାଇଁ ମୋ ଛାତିରେ ପ୍ରତିଶୋଧର ନିଆଁ ହୁ ହୁ ହେଇ ଜଳୁଛି, ହୁ ହୁ ହେଇ ଜଳୁଛି। ଆଉ ସେଇ ମହେଶ ଦାସର ଭଉଣୀ ମୋ ଖାନଦାନକୁ ଆସିବ, ନାଲି ଚୁଡ଼ି ନାଲି ପାଟ ପିନ୍ଧି ବହୁ ବସ ହେଇ ଟିପି ଟିପି ପାଦରେ ମୋ ମାର୍ବଲ ଚଟାଣରେ ପାଦ ଦେବ। ନେଭର ଏ ବି କେ ଶାସମଲ ବଞ୍ଚିଥିବା ପର୍ଯ୍ୟନ୍ତ ଏଇଟା କେବେ ସମ୍ଭବ ନୁହଁ। ମାମା କହିବୁ କାହାକୁ, ଶୁଣିବ କିଏ? ଆପଣ ଶୁଣନ୍ତ ଭେଣ୍ଡି ହେ, ସେ ଝିଅ ଏ ଘରକୁ ବୋହୂ ହେଇ ଆସିଲେ ତୋ ହାତକୁ କୋଟି କୋଟି ଟଙ୍କାର ସମ୍ପତ୍ତି ଆସିବ କେମିତି? ମାମାଶ୍ରୀ ନିଶ୍ଚୟ ଆସିବ, ଆସିବ ନିଶ୍ଚୟ। ମନମୋହନ ଚୌଧୁରୀ ଝିଅ ପ୍ରିୟାକୁ ସଞ୍ଜୟ ବାହାବାକୁ ବାଧ୍ୟ ହବ। ଆଉ ତ ଯଦି ନ ହୁଏ ତାହେଲେ ସେଇଟାକୁ ମର୍ଡର କରିବି। ସଞ୍ଜୟ ପୁରା ତ ମହା ପେଟର ଭାଇ। ମାମାଶ୍ରୀ ଏ ଦୁନିଆରେ ବଡ଼ ଲୋକ ହବାକୁ ହେଲେ ଭାଇ ବନ୍ଧୁ ଆତ୍ମସ୍ୱଜନ ମାନଙ୍କ କାନ୍ଧରେ ପାଦ ରଖି ମଜବୁତ ହେଇ ଠିଆ ହେବାକୁ ପଡେ। ଆଉ ସ୍ୱାର୍ଥ ପାଇଁ ଦରକାର ପଡେ ଏ ବି କେ ଶାସମଲ ଭାଇକି ବି ମର୍ଡର କରିବାକୁ ପଛେଇବନି। ଏ ଭଣଜା, କଥାଟା ଏତେ ବାଟ ଆଗେଇ ଯିବା ପୂର୍ବରୁ ମୁଁ କେମିତି କଥାଟା ସହଜରେ ହବ, ଖେଳଟା ଜମିବ, ସେହି ପ୍ଲାନ୍ଟା ମୁଁ ତତେ ସେଦିନ ଶିଖେଇଥିଲି। ଭଣଜା ତମର ଭୁଲିନି। ଆଉ ସେ ପ୍ଲାନ୍ଟା ମୋର ମନ ଅଛି, ସେଇଥିପାଇଁ ମୁଁ ପୁରା ରେଡି ହେଇ ଆସିଛି। ଆଉ ସେ ଗେମ୍ଟା
এই ব্যাগ ভিতরে ଅଛି আস ବୁଝିଲୁ ନା ଭଣଜା ଏଥର ସେ ଶଳା ଛୋଟ ଲୋକ ମହେଶ ଦାସ ତା ପୁରା ତ ଘାଣ୍ଟି ହେଇଯିବ ଏ ଘାଣ୍ଟି ହବନି ତା ଭଉଣୀ ବାହାଘର ପାଇଁ ଟଙ୍କା ଦରକାର ଆଉ ତାକୁ 5 ଲକ୍ଷ ଟଙ୍କା ଦବା ପାଇଁ ମୁଁ ପ୍ରତିଶୋଧ ନେଇଛି ଆଉ ଏଇ ଜାଗାକୁ ଆସିବାକୁ କହିଛି ଭଣଜା এইটি ভাগবত পদে কহিল କହିଲ ମାମାଶ୍ରୀ কইলা তোমায়া তোতে অদকর কাহি বুঝিবে এ চরণর হরিব ভণজা সে শোনা লোক মহেশ দাসটা ঠিক আসিব তো ନିଶ୍ଚୟ ଆସିବ କହିଲି ପରା ତାକୁ ଟଙ୍କାଟା ବି କହିଛି ମାନେ ଏଇଠିକି ସେ ନିଶ୍ଚୟ ଆସିବ ଆସୁଥିବ ଆସୁଥିବ এ ভণজা মহেশ দাস ইয়াড় পাস স্যার নমস্কার ନମସ୍କାର ନମସ୍କାର তোর এতে দেরি হেলা কেন ବାଟରେ ଗାଡ଼ିଟା ଖରାପ ହେଇଗଲା ତା ନ ହୋଇଥିଲେ ମୁଁ ଟଙ୍କା ନେଇ ତମ ଘରେ ଦେଇ ଆସିଥାନ୍ତି ଆଉ ନଦେବୁ କେମିତି ତା ଭଉଣୀ ବାହାଘର କଥା ତା ଛଡ଼ା ଟଙ୍କା ନଦେଲେ ସେ ତ କଥାଟା ବଡ଼ ଅଡ଼ୁଆ ହେଇଯିବ ମାମାଶ୍ରୀ ହାଁ? ତାଙ୍କୁ ଟଙ୍କାଟା ଦେଇ ହଁ। ଯାଅ ଇଆଡ଼େ ଆସ ଏଥିରେ ନାଖେ ନାଖେ କରି 5 ଲାକ୍ଷ ଟଙ୍କା ଅଛି ଏଇଥିରେ ତୋ ଭଉଣୀ ବାହାଘର କରିଦେବୁ ଯା ସାର୍ ଆପଣ କେତେ ମହାନ ସାର୍ ଆପଣ କେତେ ମହାନ ମୋ ଦୁଃଖ ବୁଝି ଆପଣ ମୋତେ 5 ଲକ୍ଷ ଟଙ୍କା ଦେଇଛନ୍ତି ଆପଣ ମୋ ପାଇଁ ମଣିଷ ନୁହନ୍ତି ସାର୍ ଆପଣ ମୋ ପାଇଁ ସାକ୍ଷାତ ଭଗବାନ ସାର୍ ମୁଁ ଆପଣଙ୍କୁ କଥା ଦେଉଛି ଏ ଟଙ୍କା ମୁଁ ବହୁତ ଶୀଘ୍ର ସୁଝିଦେବି ଆପଣଙ୍କୁ ଏଇ ତୁ ମୋ ଭଣଜା କଥା ଜାଣିନୁ ମୋ ଭଣଜା ଏମିତି କେତେ କେତେ ରାଣ୍ଡି ବିଧବା ଅଧା ଛଡ଼ା କେତେ କେତେ ଝିଅଙ୍କର ସେ ବାହାଘର କରିଛି ନା ମୋ ଭଣଜା କେତେ ଦୟାଳୁ ସାର୍ ସାର୍ ମୁଁ ଏଥର ଆସୁଛି ସାର୍ ମୁଁ କଥା ଦେଉଛି ସାର୍ ଏ ଟଙ୍କା ମୁଁ ବହୁତ ଶୀଘ୍ର ପରିଶୋଧ କରିଦେବି ତମେ ଜମା ବ୍ୟସ୍ତ ହୁଅନି ତମେ ମୋ ଟଙ୍କାଟା ପରିଶୋଧ କରିଦେବ ଏ ବିଶ୍ୱାସ ତୁମ ଉପରେ ଅଛି ମୁଁ ଆସୁଛି ସାର୍ ଆସୁଛି ମଉସା ଯା ମାମାଶ୍ରୀ ଭଣଜା ମହେଶ ଦାସର ଭଉଣୀ ମାଣିକର ବର ବାଜା ରୋଷଣୀ କରି ପାଲିଙ୍କି ଚଢ଼ି ଆସିବ ମାଲିକକୁ ହଁ ଫୁଲ ସବାରିରେ ବସେଇ ବୋହୁ କରି ନେଇଯିବ ଆଉ ତାପରେ ତାପରେ ଭଣଜା ମାମା এইটি ভাগবত পদে কহিলা সকল কথা তোতে মায়া রে বাট ভণা হরিব ଭଲରେ କହୁଛି ମୋ ମୋବାଇଲ ମତେ ଦେ ମୋବାଇଲ ତ ଦେବି ଥରେ କହିଲି ମୋବାଇଲ ଦେବିନି 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 କାହିଁକି ଦବୁନି ଦବୁନି ଆଜି ତତେ ମୁଁ ମାରିଦେବି ପାରୁଛୁ ମାରେ କିନ୍ତୁ ଥରେ କହିଲି ମୋବାଇଲ ଦେବିନି 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 କାହିଁକି ଦବୁନି ମୁଁ ଜାଣିଛି ଜାଣିକି କଣ ଜାଣିଛୁ କଣ ପାଇଁ ଦବୁନି ମୋବାଇଲ ଥରେ ବା କହିଲି ମୋବାଇଲ ଦେବିନି କାହିଁକି ଦବୁନି ମୋବାଇଲ କାହା ସାଙ୍ଗେ କଥା ହଉଥିଲୁ ଭାଉଜ 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 କାହିଁ ଡାକୁଛୁ? ଭାଉଜ କଣ କରିବେ ତତେ ଛେଚିବେ ମତେ ଛେଚିବେ ହଁ। ନା ଓଲଟି ତତେ ଛେଚିବେ ବା କାହିଁକି ମୁଁ ବି କଣ କରିବି ଠିକ ଅଛି ଭାଉଜ ଆସନ୍ତୁ ତୋ ସାଙ୍ଗରେ ବିଚାର ହବ ହଉ ହଉ ଢେର କହିଲୁନି ଭାଉଜ ଓହୋ ମୁଁ ଦେଖୁଛି ମଣିଷକୁ ଏମାନେ ଟିକେ ଶାନ୍ତିରେ ରଖିବାକୁ ଦେବେ ନା, ଆସ ଆରେ ଆଜି। ମୋ ମୋବାଇଲଟା କାଢିଲ।
ନା ମୁଁ ଲାଗି ଭାଇ ଭଉଣୀ ଦି ଜଣ ଭିତରେ ସବୁବେଳେ ମହାଭାରତ ଯୁଦ୍ଧ ଲାଗିଲା ସବୁବେଳେ ତମେ ଖାଲି ମୋର ଦୋଷ ଦବ ମାଣିକ ମଣ୍ଟୁ କଣ ହେଇଛି ଭାଉଜ ଦେଖିଲ ଝିଅ ଭାଇ କେମିତି ମୋ ମୋବାଇଲଟା ନେଇଗଲା ମତେ ଦଉନି କେତେ କଥା ମତେ କହୁଛି ବୁଝିଲ ମଣ୍ଟୁ ମୁଁ ଯା ଦେଖୁଛି ତମର ପିଲାଳେ ଆମେ ଦିନକୁ ଦିନ ପୁରା ବଢି ଯାଉଛି କାଇଁ ସକାଳ ସକାଳ ତାକୁ ଚିଡେଇଛ କହିଲ ଦିଅ ତା ମୋବାଇଲଟା ଦିଅ ଦିଅ ଭାଉଜ ମୋବାଇଲ ଦେଲେ ସେ ସାଙ୍ଗେ ସାଙ୍ଗେ ପୁଣି ଗୋଟେ ପାଲା ଲଗେଇ ଦବ ପାଲା ଲଗେଇବା ମାନେ ଓ ହେଇ ତମେ ଜାଣିନ କି ଭାଉଜ କଣ ହେଇଛି ଗେଲି ନଣନ୍ଦ କହିଲା ଗୋଟେ ସିଲଟ କିଣି ଧରେଇ ଦେଲ ଆମ ପାଇଁ ତ ଗୋଟେ ଛୋଟ ମୋବାଇଲ ନାହିଁ ବୁଝିଲ ଭାଉଜ ଆଜି କଣ ହେଇଛି ଶୁଣ କଣ ହେଇଛି ମୁଁ କଲେଜ ଛକରେ ମୋ ସାଙ୍ଗ ସାଙ୍ଗେ ତମ ଗେଲି ନଣନ୍ଦ କଲେଜରୁ ବାହାରିଲା ତାପରେ କଣ କଲା ନା କଲେଜ ଗେଟକୁ ଆସି କାନରେ ଲଗେଇଦେଲା କଣ ସେଟା ଇୟରଫୋନ ତାପରେ କଣ କଲା ନା ହେଇ ସେ ଯୋଉଟା କଣ ଗୁଡଉଛନ୍ତି ମୁହଁରେ ଟଲ ନା କଣ ସେଟା ଷ୍ଟଲ ସେଇଟା ଗୁଡେଇ ଦେଲା ଭାଉଜ ତମେ ବିଶ୍ୱାସ କରିବନି କଲେଜ ଛକରେ ଆରମ୍ଭ କଲା ବଡ ମଙ୍ଗଳା ପାଖରେ ସଇଲା ତାକୁ ପଚାର ସେ କାହା ସାଙ୍ଗରେ ଗପୁଛି ସେ କଣ ପାଠରେ ପଢୁଛି ଖାଲି ବା ଘଣ୍ଟା ଘଣ୍ଟା ଧରି ମୋବାଇଲ ଗପୁଛି ସେଇଥିପାଇଁ ଆଜି ପର୍ଯ୍ୟନ୍ତ ଓଥରା ହେଇକି ଅଛି ବାହା ହେଇପାରୁଛି ମୁଁ ବାହା ହଉନି କାହିଁ ତୁ ଜାଣିନୁ କି ମୋର ବା ଦିଦିଟା ସାଙ୍ଗ ବାହା ହେଇକିନି ତାଙ୍କ ସ୍ତ୍ରୀ ପଳେଇଲେ ମୁଁ କାହିଁ ବାହା ହେବି ମୁଁ ଫୋନ କଲ ଆରେ ରୁହ କଣ କହିଲ ଘଣ୍ଟା ଘଣ୍ଟା ଗପୁଛି ହଁ ନାଇଁ ଭାଉଜ ଏ ଛୁଆ ଭାଇ ତୁ ଭାରି ମିଛୁଆ କଣ କହିଲୁ ହାଣ୍ଡି ଖାଇ ମୁଁ ମିଛୁଆ ହଁ ମୁଁ ମିଛୁଆ ଦଉଛୁ ଆରେ ରୁହ କଣ ହଉଛି ଏ କଣ ହଉଛି ଭାଉଜ ବର୍ତ୍ତମାନ ସେ ଯୋଉ ଷ୍ଟେଜରେ ଅଛି କିଛି ଗୋଟେ ଭୁଲ କରିବା ଆଗରୁ ତା ବାହାଘରଟା ଶୀଘ୍ର କରିଦିଅ ନା ବାହା ହେବୁନୁ ଆଉ ଏଠି ରହିବା ଆମ ଅନ୍ନ ଧ୍ୱଂସ କରିବୁ କହିଲା ବାହା ହେବିନି ଭାଉଜ ହଁ କଥା କଣ କି ହଁ ସାଙ୍ଗ ଫୋନ କରିଥିଲା କୋଉ ସାଙ୍ଗ ତାର ସାଙ୍ଗରେ କଥା ହଉଥିଲି ହଁ। ଛୁଆ ବେଶୀ ମୋ ମୋବାଇଲଟାକୁ ଛଡେଇ ନେଇଗଲା କୋଉ ସାଙ୍ଗ ପୁଅ ନା ଝିଅ କହ ଝିଅ ସାଙ୍ଗ ଆଚ୍ଛା ଆଉ ତମେ କାଇଁ ତା ମୋବାଇଲ ଛଡଉଥିଲ ମୋବାଇଲ ଛଡେଇବିନି ସେ ଘଣ୍ଟା ପାଠ ସାଠ ନାହିଁ ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗପୁଛି କହିଲା ଛଡେଇବିନି ହଉ ହେଲା ତମେ ତା ମୋବାଇଲଟା ଦେଇଦେଲ ଆଗ ଜମା ମୋବାଇଲ ଫୋବାଇଲ ଦିଆ ହବନି ଆରେ ଦିଅ ବାବା ହଉ ହଉ ହେଲା ନିଅ ନିଅ ତମ ନଣନ୍ଦ ନଷ୍ଟ ହେଲେ ଆମର କଣ ଅଛି ନିଅ ଧର ହେଲା ମୁଁ କହିଲି ମାନେ ମୁଁ ବାହା ହେବିନି ତୁ ବାହା ହବୁ ନା ତମେ ମନା କଲେ କଣ ହବ ତମ ଭାଇ ତମ ପାଇଁ ବର ଘର ଠିକ କରି ତମ ପାଇଁ ପୁରା ବାହାଘର ପାଇଁ ପକ୍କା ଜବାବ ଦେଇ ଆସିଛନ୍ତି ଭାଉଜ ତମେ ବି ଶେଷରେ ମତେ ସେଇ କଥା କହୁଛ ଆରେ ବାପା একথা ମୁଁ କହୁନି ମାଣିକ ଏଇଟା ତ ହଉଛି ଏ ଦୁନିଆର ନୀତି ଝିଅ ଜନ୍ମ କରା ପର ଘରକୁ ଟୋପାଏ ସିନ୍ଦୁର ଦିପଟ ଶଙ୍ଖା ସବୁ ଝିଅଙ୍କ କପାଳରେ ଲେଖା ହେଇଛି ଶଙ୍ଖା ସିନ୍ଦୁର ପିନ୍ଧି ବେଦିରେ ବସି ଶାଶୁ ଘରେ ଯାଇ ସୁଖର ଘର ସଂସାର କଲେ ନାରୀ ଜନ୍ମ ପରେ ସାର୍ଥକ ହୁଏ ଭାଉଜ ତମେ ଯଦି ସେମିତି କହିବ ଆଜିରେ ଘର ଛାଡି ମୁଁ ଚାଲିଯିବି ଆରେ ବାବା এই ফগুণরে বাহাঘর হেব বাজা বাজুথিব বাণ ফুটুথিব কনিয়া বেশরে সজাই দেবী তোতে ফুল সবারিরে বসাই 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 দেবী
ହେଇଆରେ ବୋଲ ହାଗୁନ ଭାବ ଝିଅ ଯାଉଥିଲ ଶାଶୁ ଘର ହେଇଆରେ ବୋଲ ହାଗୁନ ଭାବ ଝିଅ ଯାଉଥିଲ ଶାଶୁ ଘର ଏଇଠି ଖାଲ ଏଇଠି ଢିପ ଝିଅ ଯାଉଥିଲ ଶାଶୁ ଘର କୁଲ তুই তো মোহর নয়ন মণি মাণিক মোতিহারা তো শঙ্খা সিন্দুর হেউ বজার এই আশিস মোরা তুই তো মোহর নয়ন মণি মাণিক মোতিহারা তো শঙ্খা সিন্দুর হেউ বজার মই মণি সমরা তবে মো ভাই জগা বড়ে তবে মো ভাই জগা বড়ে মু তোমাকে ভোড়ে ভাউজ আমার ঠাকুরাণী সে আম পরশমণি আম এ ঘর সরগপুর আম এ ঘর সরগপুর ভুলি মু কেমিতি ଯିବି ততে ফুল সফারিরে বসেই দেবী ততে ফুল সফারিরে বসেই দেবী ততে ফুল সফারিরে বসেই দেবী ততে ফুল সফারিরে अच्छा ये ब्याग का ना भीतर रखी दियो କି अरे टंका ଟଙ୍କା ଟଙ୍କା हाँ अरे टंका अरे मु तमो कहिथिली ना मो माणिकर बाहागर पाई काहार मुंड परिया दरकार मु एथिरे 5 लाख टका नै आसी आ ए टंका रे मो माणिक बाहागर ता मु बड़ा धूमधाम रे करबी ये 5 खंड गां तो लुकिबो देखिबो ଏ ଭାଇ ଏତେ ଗୁଡ଼ାଏ ଟଙ୍କା ତମେ କୋଉଠୁ ଆଣିଲ देखिबो 5 खंड गां तो लुकिबो ଭାଇ କିଛି କହୁନ କାହିଁକି अरे तो व्यस्त होना रो ତତେ କହିବି ତତେ କାହିଁ ହିସାବ ଦେବେ କ'ଣ ତୁ ଦବୁ ଫେରେଇବୁ ଦୟାକରି ଟିକେ ଚୁପ୍ ରହ କାହିଁ ଚୁପ୍ ସବୁ ରହିବୁ? କଥାରେ କହିବି। ମୋ ଭାଇ ତ ଟଙ୍କା ଆଇଲେ ତୁ କାହିଁ ହିସାବ ମାଗୁଛୁ ହଁ ତୁ ସୁଧିବୁ ବାହା ହେଇସାରିଲା ପରେ। ବାହାହେଇକି ଆସିଥିଲେ ମୁଁ ଯାଇଥାନ୍ତି ବାହା ମୁଁ ତତେ ଥର କହିଲି ବାହା ହେବିନି ହେଲା ମୁଁ ସବୁ ବୁଝିବି ବାହାଘରଟା କେମିତି ଧୁମଧାମ ର ତମେ ଭିତରେ ରଖିଦେଇ ଆସ ଏ ଭାଇ ମୁଁ ଟିକେ ମୋ ବାହାରୁ ଆସୁଛି ଏ, ଛୁଆ ଭାଇ କୁଆଡ଼େ ଗଲୁ ଓହୋ ଗଲା ବୋଧେ ବାହାରକୁ ଖୋଜି ଆଣିବାକୁ ତାକୁ ତ ଝିଅ ମିଳୁନି ନା ପୋଲିସ ଆମ ଘରକୁ ଆସୁଛି ପୋଲିସ ହଁ 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 ସାର୍ ये बैग तुम्हारी ହଁ ଆଜ୍ଞା नाउ यू आर अंडर अरेस्ट କିନ୍ତୁ କିନ୍ତୁ ସାର୍ ମୋର ଅପରାଧ କ'ଣ जाल नोट कारबार करूथुवा तमे कौन अपराधी ନାଇଁ ନାଇଁ ସାର୍ ଆପଣ କହିଲେ ମୁଁ ଜାଲ ଲୋଡ୍ କରିଛି ନାଇଁ 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 ଆପଣ ଭୁଲ ଇନଫର୍ମେସନ୍ ପାଇଲେ ଏ ଟଙ୍କା ମୁଁ ବିକାଶ ଆସମଲ ପାଖରୁ ଆଣିଛି ମୁଁ ସତ କହୁଛି ସାର୍ ଆପଣ ମୋତେ ବିଶ୍ୱାସ କରନ୍ତୁ ମୁଁ ଜାଲ ନୋଟ୍ କାରବାର କରୁନି ये बैग मु चेक करूछी ହଁ କରନ୍ତୁ व्हाट ये पूरा सब जाल नोट ସାର୍ ମୋ କଥା ଟିକେ ବିଶ୍ୱାସ କରନ୍ତୁ ସାର୍ ମୋ ଭାଇଙ୍କ ଉପରେ ମୋର ଯଥେଷ୍ଟ ଭରସା ଅଛି ସେ କେବେ ବି ଏମିତି କାମ କରିନଥିବେ ତାଙ୍କୁ ହୁଏତ କେମିତି ଫସିବା ପାଇଁ ସାର୍ ମୋ କଥା ଟିକେ ଶୁଣନ୍ତୁ वो ठीक रहे सब तू पदी परिवार की देखे धनमणि
ଅଙ୍ଗ ଛଡ଼େଇ ଦେବେ। ପ୍ଲିଜ୍ ସାର୍ ପ୍ଲିଜ୍ ମୋ କଥା ଟିକେ ଶୁଣନ୍ତୁ। ସାର୍ ତାଙ୍କୁ କେହି ନ ଜାଣିଲେ ବି ମୁଁ ତାଙ୍କୁ ଯେତିକି ଜାଣିଛି ସେ ସେଭଳି ଲୋକ ନୁହନ୍ତି ସାର୍। ସେ ଏଭଳି କାମ କେବେ ବି କରିନଥିବେ। ପ୍ଲିଜ୍ ସାର୍ ତାଙ୍କୁ ଛାଡ଼ି ଦିଅନ୍ତୁ ସାର୍, ଛାଡ଼ି ଦିଅନ୍ତୁ ତାଙ୍କୁ। ଆପଣଙ୍କର ଜଣେ ଭଉଣୀ ହିସାବରେ ମୁଁ ଆପଣଙ୍କୁ କାନି ପତେଇ ଭିକ ମାଗୁଛି। ଦୟାକରି ମୋ ଭାଇକୁ ଛାଡ଼ି ଦିଅନ୍ତୁ ସାର୍, ଛାଡ଼ି ଦିଅନ୍ତୁ ମୋ ଭାଇକୁ। ତମମାନଙ୍କ କଥାରେ ଆସାମୀ ମହେଶ ଦାସକୁ ମୁଁ କେବେ ଛାଡ଼ି ପାରିବିନି। ମୋ କଥା ଟିକେ ସାର୍ ଶୁଣନ୍ତୁ। ଆପଣ କୋଉଠି ଭୁଲ ଇନଫର୍ମେସନ୍ ପାଇଛନ୍ତି ସାର୍, ମୋ କଥା ଟିକେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ସାର୍। ନାଇଁ ମହେଶ ଦାସ ହାତ ଦେଖାଅ। ସତ କହି ନ୍ୟାୟ ବାଟରେ ଚାଲୁଥିବା ମଣିଷକୁ ଭଗବାନ କାହିଁକି ଯେ ଏତେ ବଡ଼ ଦଣ୍ଡ ଦିଅନ୍ତି? କନକ ଆରେ କାହାକୁ ତମେ କି କଥା କହୁଛ? ଏଠି କିଏ ତମ କଥା ବୁଝିବ? ଦୁଃଖ ନଈକରେ ଆମେ ପୁରା ଘର କରିଛେ। ଛଡ଼ ତୋଫାନକୁ ଦେଖି ଏମିତି ଡରିଗଲେ କ'ଣ ଚଳିବ? ଆରେ ପାରୁଛ ଯଦି ନିଜକୁ ଆଉ ନିଜକୁ ମନକୁ ବୁଝେଇ ସବୁ ଝଡ଼ ଝଞ୍ଜାକୁ ଆପଣାର କରିନିଅ। ଏସବୁ କ'ଣ ହେଇଗଲା ଭାଇ? ହେ ମଣ୍ଟୁ ଭାଇ ହେ ମାଣିକ, ଆରେ ତମେ ମାନେ କାନ୍ଦନି ରେ। କନକ ତମେ ଯୋଉ ଭାଙ୍ଗି ପଡ଼ନି। ପ୍ରତାରଣାର ଝାଞ୍ଜି ପବନରେ ଏ ବୁଢ଼ା ବରଗଛର ପତ୍ର ଗୁଡ଼ାକ ସିନା ଝଡ଼ି ପଡ଼ିଛି, ହେଲେ ତା ଡାଳ ଗୁଡ଼ା ଏଯାଏ ଭାଙ୍ଗି ଯାଇନି, ସେ ଥୁଣ୍ଟା ହେଇଯାଇନି। ଆଉ ମୋ ମନେ କହୁଛି ଆଶା ଭରସାର ମେଘ ବରସିଲେ ପୁଣି ଏ ବୁଢ଼ା ବରଗଛ ଦେହରେ ପତ୍ର କଅଁଳିବ, ଫୁଲ ଫୁଟିବ, ଫଳ ସରିବ। ଆଉ ନାନା ଜାତି ଚଢ଼େଇ ମାନଙ୍କର କିଚିରି ମିଚିରି ଗୀତ ଶୁଣି ଏ ବୁଢ଼ା ବରଗଛଟା ତାର ସବୁ ଦୁଃଖ ଆପେ ଆପେ ଭୁଲିଯିବ। ସତରେ କ'ଣ ତମେ ଆମକୁ ଛାଡ଼ି ଚାଲିଯିବ? ସତରେ ଚାଲିଯିବ ତମେ? ସେ ଅନ୍ଧ ଆଇନର ଲୁହା ବେଡ଼ିଟା ଯେତେବେଳେ ମୋ ହାତରେ ପଡ଼ି ସାରିଛି, ମୋତେ ତ ଯିବାକୁ ହବ କନକ। କେବେ କୋଉ ଦିନ ମୁଁ ଫେରିବି ସେ କଥା ଜାଣିନି, ହେଲେ ମୁଁ ଫେରିବା ପର୍ଯ୍ୟନ୍ତ ତମେ ମୋ ଆଖିର ଜ୍ୟୋତି ଆଉ ମୋ ଛାତିର କଲିଜା ମୋ ମଣ୍ଟୁ ମାଣିକକୁ ତମେ ସାଇତି ରଖିବ କନକ। ମୋ ମଣ୍ଟୁ ମାଣିକକୁ ମୁଁ ତମରି ହାତରେ ଦେଇଗଲି। ମୁଁ ସେ ଜେଲର ଚାରିକାନ୍ଥ ଭିତରେ କେବଳ ଏତିକି ଖୋଜିବି, ଆଜି କିଏ ଭାଙ୍ଗିଲା ମୋ ସୁନା କିଛି ଦଇବ ଭାଗ୍ୟକୁ ଆଦରି ସିଏ ସବୁ ତ ସହିବ। ମଣିଷ କପାଳେ ଯାହା ଲେଖିଛି ଦଇବ ଭାଗ୍ୟକୁ ଆଦରି ସିଏ ସବୁ ତ ସହିବ। ଆପଣ ମଣିଷ ହୋଇଯାଏ ପର ଦୁଃଖ ନଈ କୂଳେ କରିଛି ସେ ଘର। ଖୋଜି ଖୋଜି ସିଏ ଆଜି ଖୋଜି ଖୋଜି ସିଏ ଆଜି ପାଏ ନା ଉତ୍ତର। କିଏ ଭାଙ୍ଗିଲା ମୋ ସୁନାର ସଂସାର? କିଏ ଭାଙ୍ଗିଲା ମୋ ସୁନାର ସଂସାର? କିଏ ଭାଙ୍ଗିଲା ମୋ ସଂସାର? କିଏ ଭାଙ୍ଗିଲା ମୋ ସଂସାର? କିଏ ଭାଙ୍ଗିଲା ମୋ ସଂସାର? କିଏ ଭାଙ୍ଗିଲା आरामजादा भी कैसा स्मॉल? अबे बाहर ही आ बे! अबे तू अकबर खेलुआ! अबे आ! मुंह देखिबी तू की प्रकार खेल शिखिचु? अबे भी कैसा स्मॉल? अबे बाहर ही आ बे!
ଦାସର ଭାଇ ମୁଁ ମଣ୍ଟୁ ଦାସ। আই সি তমে তাহলে সে জাল নোট অপরাধীর মহেশ দাসর ভাই। এই এ ম্যাডাম তো মুহ সম্ভাଳି কଥାবার্তা কর মোর সে জিভটাকে মো পাড়ি আনিবি। আবে মো ভাই অপরাধী নুহନ୍ତି বে তোরি ভাই সারা বিকে সাসমল মো ভাই হাତରେ মিছর হাত পকাই ଦେଇଛି মানে ମୁଁ ସେ ହାରାମଦାଦା କେବେ ବି ଛାଡ଼ିବିନି। ଚୋର ମାନଙ୍କର ମୁହଁ ଟାଣ କଣ ସେ ଖାଇ ଅଠା ବଳୁଛ ମୋ ଭାଇଙ୍କ ମୁଣ୍ଡେ। ହଁ ତମେ ତାହେଲେ ବିକେ ସାসমଲର ଭଉଣୀ ନାଇଁ? ହଁ ଭାଇ ଯେମିତି ଭଉଣୀ ଠିକ ସେମିତି। ହଁ ତମେ ସେମିତି ନ ହବ କେମିତି? କାହିଁକି ନା ତମେ ଦିଟା ଯାକ ଗୋଟିଏ ଭାଡ଼ିର ପାରା ନା। What nonsense! ତମେ ମତେ ଇନସଲ୍ଟ କରୁଛ? ଜୋତାରେ ମାରି ତୋ ମୁହଁ ଭାଙ୍ଗି ଦେବି। ତମର ମନେ ରଖିବା ଉଚିତ ତମ ଭଳି ଧନୀ ଲୋକଙ୍କ ପାଦରେ ଦାମୀ ଚପଲ ଥିଲେ ବି ଆମ ଭଳି ଗରିବ ଖଟିଖିଆଙ୍କ ପାଦରେ କମ ଦାମିକିଆ ଚପଲ ଅଛି। ସେଟା ତମ ଉପରକୁ ଉଠିବା ପାଇଁ ବେଶୀ ସମୟ ଲାଗିବ। ମଣ୍ଟୁ ଦାସ! ୟସ୍ ମଣ୍ଟୁ ଦାସ। ଆଗେ ସେ ଶଳା ହାରାମଜାଦା ବିକେ ସାସମଲ କଥା ମୁଁ ପରେ ବୁଝିବି। ଆଗେ ତୋ କଥା ବୁଝିବି। ତୋ ଟଣ୍ଟି ଚିପି ମୁଁ ତୋତେ ଏଇଠି ଶେଷ କରିଦେବି। ମଣ୍ଟୁ ଦାସ ପୁରା ଠକି ଗଲ ମୋ ଦେହରେ ହାତ ଦେଇ ତମେ ପୁରା ଠକି ଗଲ। ତମର ମନେ ରଖିଛ ଏ ବଙ୍ଗଳା ଭିତରେ ସିସିଟିଭି କ୍ୟାମେରା ଲାଗେ ଆଉ ସେ ସିସିଟିଭି କ୍ୟାମେରା ଭିତରେ ଏ ଫଟୋ ଗୁଡାକ କ୍ୟାପଚର ହେଇଯାଏ। ପୋଲିସକୁ ପ୍ରମାଣ କରିଦେବ ତମେ ମତେ ରେପ୍ ଆଟେମ୍ପ କରୁଥିଲ। ମୁଁ ଯାହା କହେ ଫେସ୍ ଟୁ ଫେସ୍। ବାଃ ମ୍ୟାଡାମ ବାଃ ତମ ପ୍ଲାନ୍ଟାକୁ ତାରିଫ କରିବାକୁ ପଡ଼ିବ। ହେଲେ ତମେ ବି ମନେ ରଖ ତମେ ଯଦି ତମ ଜାଲରେ ମତେ ଫସିବା ପାଇଁ ଚେଷ୍ଟା କରୁଥାଅ ଏ ମଣ୍ଟୁ ଦାସ କେବେ ଫସିବା ଲୋକ ନୁହଁ। ସତ୍ୟର ସୂର୍ଯ୍ୟ ଦେବତା ନିଶ୍ଚିନ୍ତ ଦିନେ ନା ଦିନ ଉଇଁବେ ଆଉ ତାପରେ ତୋ ସହିତ ଆମର ହିସାବ ନିକାଶ ହବ। ହିସାବ ନିକାଶ। ମଣ୍ଟୁ ଦାସ ୟସ୍ ମଣ୍ଟୁ ଦାସ ମହାଭାରତର ଶ୍ଵେତାକ୍ତ ଅଭିମନ୍ୟୁ ନୁହେଁ ଯେ ଯନ୍ତ୍ରଣାରେ ଛଟପଟ ହେଇ ମରିବ। ସେ ହେଉଛି ଆଜିର ଦୁର୍ଦାନ୍ତ ଅଭିମନ୍ୟୁ। ଚକ୍ରାନ୍ତକାରୀ ଜୟଦତ୍ତ ଠାରୁ ସେ ନିଶ୍ଚୟ ପ୍ରତିଶୋଧ ନେବ। ୟସ୍ ପ୍ରତିଶୋଧ। ଜଷ୍ଟ ୱେଟ୍ ଆଣ୍ଡ ୱାଚ୍। ବିଚାରା ମଣ୍ଟୁ ଦାସଟା ଫସିଗଲା। ମୋହିନୀ ତୁ ଏଠି କ'ଣ କରୁଛୁ? ବଡ଼ ଭାଇକି ୱେଟ୍ କରିଥିଲି। ମୋର ଆଜି ବମ୍ବେ 10:10ରେ ବମ୍ବେକୁ ଫ୍ଲାଇଟ୍ ଥିଲେ ତ ବଡ଼ ଭାଇ ମୋତେ ଏୟାରପୋର୍ଟରେ ଡ୍ରପ୍ କରିବେ ବୋଲି କହିଥିଲେ। ଦେଖେ ଏତେ ଲେଟ୍ ହେଲା କ'ଣ ପାଇଁ? ମୋହିନୀ ଇଏ ମୋହିନୀ ଭାଇ କହୁଥିଲେ ସେ ଗୋଟେ ଅନାଥ ଝିଅ। ଯଦି ସେ ଆମ କମ୍ପାନୀରେ କାମ କରୁଛି ମିଛ ସମ୍ପର୍କ ଯୋଡ଼ି ଆମ ଘରେ ରହିବାର ମାନେ କ'ଣ? ତା ଛଡ଼ା ଭାଇଙ୍କ ସହିତ ତାର ସମ୍ପର୍କଟା କ'ଣ? ନା ମୋର ଏହା ଉପରେ ସନ୍ଦେହ ହେଉଛି। ମୋତେ ଖୋଜି ବାହାର କରିବାକୁ ପଡ଼ିବ ଆର ପ୍ରକୃତ ସମ୍ପର୍କଟା କ'ଣ। ୟେସ୍ ମୋହିନୀ ତୁ ଏଠି? संजय बाबू तुमको भरोसा करी मुठी चली आसी। संजय बाबू तुम तो मो भाई को भलो भाबरे जानिछ। तुम कहिलो मो भाई कोन जणे प्रकृतिर अपराधी को संजय बाबू। ନାଇଁ ମୋହିନୀ ସେ କଥା ନୁହେଁ। संजय बाबू तुम मते बहुत भलो पाओ ना। मु तुमको केबे किछि मागिनी। आज एति के मागुची मो भाई को छाड़ी दियो। छाड़ी दियो संजय बाबू मो भाई को छाड़ी दियो। ନାଇଁ ମୋହିନୀ ଏଇଟା କେବେ ମୋ ଦ୍ୱାରା ସମ୍ଭବ ନୁହେଁ। ମୋହିନୀ काहे के संभव नुहे कोन पई असंभव? ମୋହିନୀ ଟିକେ ବୁଝିବାକୁ ଚେଷ୍ଟା କର। ଏ କେସ୍ଟା ମୋ ଉପର ଅଫିସର ପ୍ରଦୀପ ପଡ଼ିଆରେ ହ୍ୟାଣ୍ଡେଲ କରୁଛନ୍ତି ମାନେ ମୁଁ କିଛି ବି କରିପାରିବିନି। नहीं संजय बाबू नहीं विश्वास करो बहुत भरोसा नहीं मु तुम पाखु आसी। संजय बाबू मो भाई को छाड़ दियो संजय बाबू। एथि भाई कोन तुमको मु भलो पाउथिली तुमको रे एथि भाई मैं एते सपन देखुथिली तुमको हम भलो पाइबर राणा संजय बाबू मो भाई को छाड़ी दियो। ଏଇଟା ଭଲ ପାଇବାର କଥା ନୁହେଁ ମାଣିକ। ମୋତେ ଟିକେ ବୁଝିବାକୁ ଚେଷ୍ଟା କର।
ମୁଁ ଜଣେ ପୋଲିସ ଅଫିସର ତା ଛଡ଼ା ତମ ଭାଇ ସ୍ପଟ ଅଫରୁ ପ୍ରମାଣ ସହ ଧରା ପଡ଼ିଛନ୍ତି ମାନେ ଆଇନତ ସେ ଜଣେ ଅପରାଧୀ ତାଙ୍କୁ ଆଇନର ନିୟମ କାନୁନ ନ ମାନି ତାଙ୍କୁ ଛାଡ଼ିଦେବାଟା ମୋ ଦ୍ୱାରା କେବେ ସମ୍ଭବ ନୁହେଁ। ବାସ୍ ସଞ୍ଜୟ ବାବୁ ବା ତମ ଭଲ ପାଇବାର ମାନେଟା ଅଛି ମୁଁ ବେଶ ଭଲ ଭାବରେ ବୁଝିପାରୁଛି ମୁଁ ନାଇଁ ତମ ଆଇନ ହୁଏତ ମୋ ଭାଇକୁ ଅପରାଧୀ ସଜେଇ ଦେଇପାରେ ହେଲେ ମୁଁ କହୁଛି ମୋ ଭାଇ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ପ୍ରକୃତ ଜାଲ ନୋଟ କାରବାର କରୁଥିବା ତମ ଭାଇ ବିକାଶ ଆସମଲ। କ'ଣ କହିଲୁ ମୋହିନୀ ମୋ ଭାଇ ଜାଲ ନୋଟ କାରବାର କରୁଛନ୍ତି? ହଁ ତମ ଭାଇ ହଉଛନ୍ତି ପ୍ରକୃତ ଲିଡର ଜାଲ ନୋଟ କାରବାରରେ। ନାଇଁ ଏ ଅସମ୍ଭବ ଭାଇ କେବେ ଏତେ ତଳୁ ଖସି ଯାଇପାରିବେନି ମାଣିକ। ତମ ଭାଇ ତମ ପାଖରେ ବହୁତ ବଡ଼ ନା ମୋ ଭାଇ ଅନେକ ଛୋଟ ନା ତମ ଭାଇର ଅପରାଧକୁ ଘୋଡ଼େଇବାକୁ ଯାଇ ଶେଷରେ ମୋ ନିର୍ଦ୍ଦୋଷ ଭାଇଟାକୁ ସାରା ଜୀବନ ଜେଲରେ ରଖିବାକୁ ଚାହୁଁଛ। ଏତେ ସ୍ୱାର୍ଥପର ତମେ ନାଇଁ ଏ ମାଣିକ ନାଁ ଧରି ଡାକିବାର ଅଧିକାର ତମର ନାହିଁ। ଆଜିଠାରୁ ଏ ମାଣିକ ତମ ପାଇଁ ମରି ଯାଇଛି। ଆମ ପ୍ରେମ ଭଲ ପାଇବା ସବୁ ମିଛ ସବୁ ମିଛ। ମାଣିକ ତ ସାସି ପସିସୁରା ଚେଷ୍ଟା କର ମୁଁ କିଛି ବୁଝିବିନି ତମ ଭାଇ ବଡ଼ ହେଲେ ମୋ ପାଇଁ ମୋ ଭାଇ ବଡ଼ ଛାଡ଼ କହୁଛି। ଭଣଜା ତୁ ଏପର୍ଯ୍ୟନ୍ତ ଥାନାକୁ ଯାଇନୁ କ'ଣ? ସମୟ ହେଇଗଲାଣି ମାଣିକ ତମେ ଘରକୁ ଫେରି ଯାଅ। ଡାକୁଛି ମାମା। ହଁ ଯା ଯା। ମା ମାଣିକ ତୁ କ'ଣ ମୋ ଭଣଜା ପାଖକୁ ଆସିଥିଲୁ ବୋଧେ ନୁହଁ? ମୋ ଭାଇକୁ ଖଲାସ କରିବା ପାଇଁ ମୁଁ ତାଙ୍କ ପାଖକୁ ଆସିଥିଲି। ସିଏ ପାରିବନି ସେ ନୂଆ ନୂଆ ପୁଲିସ ଚାକିରି କରିଛି ସିଏ କ'ଣ ପାରିବ? ତୁ ଗୋଟେ କାମ କର ତୁ ଯଦି ପାରୁଛୁ ମୋ ବଡ଼ ଭଣଜାକୁ କହ ତାର କେତେ କେତେ ନେତା ମନ୍ତ୍ରୀଙ୍କ ହାତରେ ସବୁ ହାତ ଅଛି ସିଏ ଚାହିଁଲେ ତୋ ଭାଇକି ନିର୍ଦ୍ଦୋଷରେ ଖଲାସ କରିଦେବ। ତୁ ଏଠି ଅପେକ୍ଷା କର ମୁଁ ଡାକୁଛି ତାକୁ। ଏ ଭଣଜା ଭଣଜା ରେ ନମସ୍କାର ସାର୍। ନମସ୍ତେ ଏ ଝିଅଟା କିଏ କି? ଇଏ ବା ହଉଛି ମହେଶ ଦାସର ଭଉଣୀ ମାଣିକ। ଓ ଆଇ ସି ଏଇ ତାହେଲେ ସେଇ ମାଣିକ। କାହିଁ ଆଉ ସେ କଥା କହୁଛୁ ବିଚରି ଭାରି ହିନି ମାନଟା ତା ବାହାଘର ହବା ପୂର୍ବରୁ ବିଚରା ତାର ଭାଇଟା ବନ୍ଧା ହେଇକିନି ଥାନାକୁ ଗଲା ତାକୁ ବିଚାରରେ ଫାଶିକି ଜେଲ ହବ କିଏ କହିବ? ନାଇଁ ମଉସା ସେମିତି କୁହନି ଦୟା କରନ୍ତୁ ସାର୍ ଦୟାକରି ମୋ ଭାଇକୁ ଛାଡ଼ି ଦିଅନ୍ତୁ ଦୟା କରନ୍ତୁ ମୋତେ ଦୟା ଭଣଜା ମୁଁ ତମ ଦୁଃଖ ବୁଝିପାରୁଛି ହେଲେ ପୋଲିସ ଯୋଉ ପ୍ରମାଣ ସହ ତମ ଭାଇକି ଆରେଷ୍ଟ କରିଛି ମାନେ ତାକୁ ଏତେ ଶୀଘ୍ର ଖଲାସ କରିବା ମୋ ପାଖରେ ସମ୍ଭବ ନୁହେଁ। ଆରେ ଭଣଜା ନାଇଁ ସାର୍ ନାଇଁ ମନା କରନ୍ତୁନି ସାର୍ ପ୍ଲିଜ୍ ମନା କରନ୍ତୁନି। ଏ ଭଣଜା ତୁ କେତେ କେତେ ବଡ଼ କେସ୍କୁ ଏମିତି ପାଇଁ ଉଡ଼େଇ ଦେଇଛୁ ଏ ଗୋଟେ ସାମାନ୍ୟ କେସ୍ ତୁ ପାରିବୁନି ନା? ମାମାଶ୍ରୀ ମୋ ବାପାଟା ପରା ଭଣଜା କଥା ଟିକେ ବୁଝ ମୋ କଥା ଶୁଣୁ ମୋ ଧନଟା ପରା ବାପା ବୁଝ ମୁଁ ମହେଶ ଦାସକୁ ନିର୍ଦ୍ଦୋଷ ଖଲାସ କରିପାରେ କିନ୍ତୁ ଗୋଟାଏ କଣ୍ଡିସନ। କଣ୍ଡିସନ କ'ଣ କଣ୍ଡିସନ ଏସ୍ କଣ୍ଡିସନ କୁହନ୍ତୁ ସାର୍। ତମକୁ ସବୁଦିନ ପାଇଁ ମୋ ସାନ ଭାଇ ସଞ୍ଜୟକୁ ଭୁଲି ଯିବାକୁ ପଡ଼ିବ। ମୁଁ ନାଇଁ ସାର୍ ନାଇଁ କେବଳ ସେତିକି ନୁହଁ ମୋ କହିବା ଅନୁସାରେ ତମେ ଗୋଟାଏ ଅପରିଚିତ ଅଜଣା ଲୋକ ଘରେ ବହୁର ଅଭିନୟ କରିବ। କ'ଣ କହିଲେ ସାର୍?
ମୁଁ ସଞ୍ଜୟ ବାବୁକୁ ଭୁଲି ଯିବି ଆଉ କାହାକୁ ବାହାଇ ମିଛ ଶଙ୍ଖା ସିନ୍ଦୁର ପିନ୍ଧି ମିଛ ବହୁର ଅଭିନୟ କରିବି ସାର୍ ଶଙ୍ଖା ସିନ୍ଦୁରକୁ ନେଇ ସଂସାର କରାଯାଏ ତାକୁ ନେଇ ଖେଳ ଖେଳାଯାଏନି ମୁଁ ପାରିବିନି ଏତେ ବଡ଼ ଭୁଲ ମୁଁ କରିପାରିବିନି ଜୋତା ମାର ସେ ଭୁଲକୁ ଏ ଶୁଣୁ ତୁ ଯଦି ମୋ ଭଣଜା କଥାରେ ରାଜି ନ ହଉ ବିଚାରି ଭାଇକି ତୋର ଜେଲ ହେଇଯିବ फांसी आई जीव फांसी हाँ हमारे तू कौन चाहू बस तो भाई की जेल है जाओ तो भाई की फांसी है जाओ तू कौन चाहो तो भाई रो जीवन भलो पाइबा तो भाई रो जीवन भलो पाइबा कौन चाहू तो हां कौन चाहू कथारे राजी हबू न तो भाई के जीवनटा फांसी झुलकर That's like a good एथर ठीक अच्छी तमे शंखा सिंदूर पिंधि निजको सजाई दियो बस आसो मामाश्री संजय बाबू को भूली जीवाको हबो ये माणिकर सब सपन रे रही गला संजय बाबू समस्या निदरे सोई मु आज तुमको भूली जाउची तुम भी मते भूली जाओ संजय बाबू भूली जाओ तोरे तो सासी बसी दूरा और मधुरा कौन कहलु हराम ज्यादा तते छाड़ी देबी ये पदी परियार की चिन्हिनु तते मारी मारी जीवन सर मु सत कहू सर सर मु किछि कहि परबी मु सत कथा कहू सर मु किछि जानि सर कौन कहलु हराम ज्यादा तू किछि जानिनु पिटे मारी देले भी मुझे गोटे कथा कही सर ए टंका मु सर बीके सासमल पाखु आनिली बीके सासमल ए अंचल जने अदर लोक ना तू एमिति मिछ कथा कहि पारछु नहीं सर मारू मारू शेष कर दे नहीं सर रही जा
আবে এটা ভলরে মানি মনিবে এইটাকু মো হাতকু টেকি দে শালাকু হানি দেবি একা থরেকে কাম ফিনে এইটা তো আদা নୁହେଁ ଯେ ତୁ ହଣା କଟା କରିବୁ ତୋର ମନ ରଖିବା ଉଚିତ এইটা ହଉଛି ଥାନା ଥାନା ଭିତରେ କେବେ ହଣା କଟା କରାଯାଏନି আবে রহবে এ মুন্না দাদাকু তু থানা দেখৌছু থানা আবে মুন্না দাদা যোউঠিকি যায় থানা আইন কানুন কোর্ট কচেরি মো পাই সবু সমান হয়ে যায় এ মুন্না দাদা যোউঠিকি যায় কেবল রক্ত রহুলি খেলে আবে এ মহেশ দাস তু ষোলাটা আজ মরিবু ହଁ ମୋତେ ମାରିଦିଅ ମୁଁ ମରିଯିବାକୁ ଚାହେଁ ମାରିଦିଅ ମୋତେ ମାରିଦିଅ ହଁ ମୁଁ ତତେ ଆଜି ମାରିଦେବି এইটা থানা থানা ভিতরে হଣା কটা କରାଯାଏନି আইন অনুসারে কথা আদা କରାଯାଏ তোতে ভଲରେ কହୁଛି এଠୁ ଚାଲି যা ନହେଲେ ଧନମଣି তোতে ମୁଁ ଗୁଳି କରିବାକୁ ବାଧ୍ୟ ହେବି আবে রহবে মহেশ দাস তু আজ মো হাতରୁ খସିଗଲୁ শুଣ ইন্সপেক্টর তু শଳାটা ଆମରି ଲୋକ ହୋଇ ମତେ ଧମକ ଦଉ ଠିକ ଅଛି ତୋ କଥା ମୁଁ ପରେ ବୁଝିବି ମହେଶ ଦାସ ତୁ ଆଜି ବଞ୍ଚିଗଲୁ କିନ୍ତୁ ମନେ ରଖ ଯୋଉଦିନ ତୁ ଏ ଥାନା ହାଜତରୁ ବାହାରକୁ ଯିବୁ ସେଇଦିନ ତୋ ଗଣ୍ଡିର ମୁଣ୍ଡକୁ ଅଲଗା କରିଦେବି ଆସୁଛି ସାର୍ ସାର୍ ମୁଁ ସତ କହୁଛି ମୁଁ ଏ ଜାଲ ନୋଟ୍ କାରବାର କରୁଥିଲି ଆପଣ ଆପଣ ମୋତେ ଫାଶୀ ଗୋଟେ ଝୁଲେଇ ଦିଅନ୍ତୁ ସାର୍ ସାର୍ ମୁଁ ଆପଣଙ୍କୁ ଗୋଡ଼ ଧରୁଛି ପଡ଼ିଆରେ ସାର୍ ପୋଲିସର ନକଲି କାଟୁଛି ତୁ ସାର୍ ଆଇନକୁ ଧୋକା ଦେଇ ଏ ବିକେ ଶାସନ ପାଦଚୋଟା କୁକୁର ସାଜୁଛୁ ନା ଆମେ ମୁନା ଦାଦା କ'ଣ କହିଲେ ତୁ ତା ଲୋକ এই তো ভଳି আইনକୁ ଧୋକା ଦେଉଥିବା ଲୋକକୁ ଗୁଳି କରି ମାରିଦେବା ଉଚିତ ময়দাস ହେଲେ ମୁଁ ତତେ ସେ ଭୁଲ କରିବିନି ତୁ ଯୋଉ କୁକର୍ମ କରୁଛୁ ତାର ପରିଣାମ ଭୋଗ କରିବା ପାଇଁ ମୁଁ ତତେ ଗୋଟେ ସୁଯୋଗ ଦେଇ ଯାଉଛି ଆସୁଛି ତୁ ଆଇନ ସାଙ୍ଗରେ ଖେଳ କିଛି ଭଲ କରିନୁ ମୁଁ ତତେ କେବେ ଛାଡ଼ିବିନି ময়দাস ইউ বাস্টার তু আইন সাଙ୍ଗরে খেল খেলছু মানে মু তোতে কেবে ছাড়িবিনি ধনমণি তো রঙ্গ ছড়েই দেবে হে ভগবান ମୁଁ କ'ଣ କରିବି ମାଣିକ ଏଯାଏ ଥାନାରୁ ଫେରିଲେନି ଆଜିକାଲି ଯୁଗ ସମୟ ଯା ଏ ପଡ଼ିଲା ଝିଅଟା କୁଆଡ଼େ ଯେ ଗଲେ ଏପର୍ଯ୍ୟନ୍ତ ତାଙ୍କର ଦେଖା ନାହିଁ ଲୋକଟା କ'ଣ ଯେ କରିବି ମୋ ମୁଣ୍ଡରେ କିଛି ବି ବୁଦ୍ଧି ପଶୁନି ଏ ମଣ୍ଟୁ ବି କେମିତିଆ ପିଲା କେଜାଣି ସେତେବେଳେ କୁଆଡ଼େ ଯାଇଛନ୍ତି ଏପର୍ଯ୍ୟନ୍ତ ତାଙ୍କର ବି ଦେଖା ନାହିଁ ଭାଉଜ ଭାଉଜ ମତେ ପୋଲିସ କରୁଛି ପୋଲିସ ତମେ କ'ଣ କରୁଛ ମଣ୍ଟୁ ଭାଉଜ ଗୋଟେ ଝିଅ ମୋ ନାଁରେ ମିଛରେ ଥାନାରେ ଅଭିଯୋଗ କରିଛି ଝିଅ ମାନେ ଝିଅ ଝିଅ ତମ ନାଁରେ ଅଭିନୟ କରୁଛି ଭାଉଜ କିଏ ସେ ଝିଅ ହଉଛି ମୁଁ ତମେ ତମେ ମୋ ମଣ୍ଟୁ ନାଁରେ ଥାନାରେ କାହିଁକି ଅଭିଯୋଗ କରୁଛ ସେ ମୋ ଇଜ୍ଜତକୁ ନେଇ ଖେଳ ଖେଳୁଛନ୍ତି ମଣ୍ଟୁ ଭାଉଜ ଏ ଝିଅ ଯାହା କହୁଛି ମୁଁ ସତ କହୁଛି ନାଇଁ ଭାଉଜ ନାଇଁ ସେ ମିଛ କହୁଛି ଯେ ଆମ ଭାଇ ହାତରେ ହାତ କଡ଼ି ପିନ୍ଧେଇ ଆମ ଭାଇକୁ ହାଜତକୁ ପଠେଇ ଦେଇଛି ଇଏ ହଉଛି ସେଇ ହାରାମଜାଦା ବିକେ ଶାସମଲର ଭଉଣୀ ତା କଥାକୁ ତମେ ମୋଟେ ବିଶ୍ୱାସ କରନି ତମେ ମୋ ଭାଇର ପ୍ରତିଶୋଧ ନେବା ପାଇଁ ତମେ ମୋ ଇଜ୍ଜତକୁ ନେଇ ଖେଳ ଖେଳିଲ ମୋଟୁ ଶେଷରେ ତମେ ଗୋଟେ ଝିଅର ଇଜ୍ଜତକୁ ନେଇ ଖେଳ ଖେଳିଦେଲ କେମିତି କେମିତି ଏମିତି ଭୁଲ କରିଦେଲ ତମେ କେମିତି ଏମିତି ଭୁଲ କଲ ଭାଉଜ ମୁଁ ପୁରା ତମ ହାତ ତିଆରି କଣ୍ଢେଇ ତମ ଆଦର୍ଶରେ ତିଆରି ହେଇଥିବା ଏ କଣ୍ଢେଇଟା କେବେ କ'ଣ ତମ ଆଦର୍ଶରେ କଳଙ୍କ ବୋଳି ଦେଇପାରେ ତମେ ତମେ ସତ କହୁଛ କି ଦେଖ ଗୋଟେ ଝିଅ ସବୁ କିଛି କହିପାରେ ହେଲେ ତା ଇଜ୍ଜତକୁ ନେଇ ସେ କେବେ ବି ଖେଳ ଖେଳି ପାରିବନି ଏମାନଙ୍କ ଦ୍ୱାରା ସବୁ ସମ୍ଭବ ଭାଉଜ ମିଛର ଗଣ୍ଠିରେ ମୁଣ୍ଡରେ ମୁଣ୍ଡେଇଥିବା ଇଏ ହଉଛି ଗୋଟେ କାଳ ନାଗୁଣୀ ତାର ପଦିଏ ମିଛ କଥାରେ ମୁଁ ଯଦି ମିଛ କହୁଛି ତାହେଲେ ଏକ ଫଟୋଟା ମିଛ ମଣ୍ଟୁ
ବିରୁଦ୍ଧରେ ଚକ୍ରାନ୍ତ, ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର। ତମେ ମତେ ମାରିପାରିଲ। ସମସ୍ତେ ତମର ମିଛ କହୁଛନ୍ତି। ତମେ ଏକା ସତ୍ୟ ପୁରୁଷ। ମାରିଛି, ଆହୁରି ମାରିବି ତମକୁ। ମାରି ମାରି ମୁଁ ତମକୁ ଶେଷ କରିଦେବି। ମୋ ବିଶ୍ୱାସ, ମୋ ଭଲ ପାଇବା, ମୋ ସ୍ନେହ ମମତାର ତ୍ୟାଗର ମୂଲ୍ୟ ତମେ ଏମିତି ଭାବରେ ସୁଝେଇ ଦେଲ ମଟୁ। କେମିତି ଏତେ ବଡ଼ ଗୋଟେ ଭୁଲ କରିବା ପୂର୍ବରୁ ତମେ ଥରେ ଆମ କଥା ଭାବି ପାରିଲନି? କେମିତି ତମେ ଏମିତି ଭୁଲ କଲ? ସେ ଭୁଲଟା ତାଙ୍କର ନୁହେଁ, ଭୁଲଟା ହଉଛି ତମର। ତମେ ଶିକ୍ଷା ଆଉ ସଂସ୍କାର ଠିକ୍ ସେ ସେଥିପାଇଁ ସେ ଆଜି ଅସାମାଜିକ ଅପରାଧୀ ହେଇ ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛି। ନାଇଁ ଭଉଣୀ, ନାଇଁ, ତମେ ସେମିତି କୁହନି। ମୁଁ ତମକୁ ହାତ ଯୋଡ଼ି ନେଉରା ହଉଛି। ତମେ ମୋ ମଟୁକୁ କ୍ଷମା କରିଦିଅ ଭଉଣୀ। ତମେ ଯାହା କହିବ, ଯାହା ଚାହିଁବ, ମୁଁ ସବୁ କରିବି ଭଉଣୀ, ମୁଁ ସବୁ କରିବି, ମୁଁ ରାଜି। ତମେ ଯଦି କହୁଛ ମୁଁ ମଣ୍ଟୁ ଦାସକୁ କ୍ଷମା କରିଦେବି, ହେଲେ ତମେ କରିଥିବା ଅପରାଧକୁ ସିଏ ତମକୁ ଗାଲରେ ଚାପଡ଼ା ଉପରେ ଚାପଡ଼ା ମାରି। ମ୍ୟାଡାମ, ମୋ ସମ୍ଭାଳି କଥାବାର୍ତ୍ତା କର, ତା ନହେଲେ ତ ତଣ୍ଟି ମନେ ରଖିବ, ଏବେ ବି ତମର ପ୍ରମାଣଟା ମୋ ହାତ ମୁଣ୍ଡରେ ଅଛି। ମୁଁ ଚାହିଁଲେ ଫାଶୀ କୁଣ୍ଡରେ ଚଢ଼େଇବା ପାଇଁ ମତେ ବେଶୀ ସମୟ ଲାଗିବନି। ମୁଁ ଯାହା କହେ ଫେସ୍ ଟୁ ଫେସ୍। ମଟୁ, ତମେ ଟିକେ ଚୁପ୍ କର ମଟୁ। କାହିଁକି ଚୁପ୍ କରିବି? ଚୁପ୍ କର। କଣ ପାଇଁ ଚୁପ୍ କରିବି? ମୁଁ ଯଦି କିଛି ଭୁଲ କରିଛି, ମୋ ହାଜତକୁ ଯିବି, ମୁଁ ଫାଶୀ କୁଣ୍ଡରେ ଝୁଲି ଯିବି। ତା ବୋଲି ଗୋଟେ ପୁଅ ହେଇ ମା ଉପରକୁ ହାତ ଉଠେଇବି, ମା ପୁଅର ପବିତ୍ର ସମ୍ପର୍କରେ କଳିଙ୍କ ବଳି ଦେବି? ନାଇଁ ଭାଉଜ, ନାଇଁ, ମୁଁ ପାରିବିନି। ମୁଁ ମଟୁ, ତମେ କଣ ଚାହ? ମୋ ହସ ଖୁସିର ସଂସାରଟା ଭାଙ୍ଗି ଯାଉ? ତମେ କଣ ଚାହ? ମୋ କୋଳଟା ଶୂନ୍ୟ ହେଇଯାଉ? ନାଇଁ ଭାଉଜ, ନାଇଁ। କଣ ଚାହ? ତମର ଏଇ ଭାଉଜଟା ପାଗଳ ହେଇ ମରିଯାଉ? ନାଇଁ ଭାଉଜ, ନାଇଁ। ଏ ମଟୁ, ଭାଉଜ, ପିଲାଦିନେ କେତେ ଅଳିଅ ଛୋଟ କରି ତମେ ମତେ କେତେ ଥର ଗୋଇଠା ମାରିଛ। ସେତେବେଳେ କଣ ମୁଁ ତମକୁ କେତେ ଧରିଛି? ତମ କଥାକୁ କେବେ ଧରିଛି ନା ତମ ଉପରେ କେବେ ରାଗ ଅଭିମାନ କରିଛି? ତାହେଲେ ଆଜି କାହିଁକି ରାଗିବି? ମୁଁ? ନାଇଁ ମଟୁ, ହସ ମଟୁ, ମାର ମତେ ମଟୁ, ତମେ ମତେ ମାର ମଟୁ, ମାର ମତେ। ନାଇଁ ଭାଉଜ, ନାଇଁ, ମୁଁ ପାରିବିନି। ଚୌବା ନିଜ ସନ୍ତାନ ଦିହରୁ ଧୂଳି ଛାଡ଼ି ଯାଇ ତା ମନ ଜାଣି ତାକୁ ଖାଇବାକୁ ଦିଏ, ଆକାଶରେ ହାତଟାରି ଜହ୍ନ ମାମୁଁ ଦେଖାଏ, ଆଉ ନିଦ ଲାଗିଲେ ତା ମମତାରେ କୋଳରେ ତୋରେ ଭାୟା ଦୋ ଗୀତ ଗାଇ ତାକୁ ଶୁଆଇ ଦିଏ। ମଟୁ, ଭାଉଜ, ମାତୃତ୍ୱ ଯାହାର ଆକାଶ ଠାରୁ ବଡ଼, ମମତା ଯାହାର ସାଗର ଠାରୁ ଆହୁରି ଗର୍ଭୀର, ସମ୍ପର୍କର ଡୋରି ଯାହାର ନନ୍ଦିଘୋଷ ରଥର ଦଉଡ଼ି ଠାରୁ ଆହୁରି ଶକ୍ତ, ଆଉ ଆଦର୍ଶ ଯାହାର ହିମାଳୟ ପର୍ବତ ଠାରୁ ଆହୁରି ଉଚ୍ଚରେ, ସେଇ ମମତାମୟୀ ମା ଉପରକୁ ମୋ ହାତ ଉଠେଇବି କେମିତି? ନାଇଁ, ମୁଁ ପାରିବିନି। ଦେଖ, ମାର ମଟୁ, ନାଇଁ, ମାର ତମେ, ମୁଁ ମାର ପାରିବିନି। ମତେ, ମାର। ପାରିବିନି। ମଟୁ, ତମେ ମୋ କଥା ମାନିବନି, ତମେ ମୋ କଥା ରଖିବନି, ତମେ ମତେ ମାର ମଟୁ, ତମକୁ ତମ ମାର। ମୁଁ ଯାହା କହେ ଫେସ୍ ଟୁ ଫେସ୍। ଆସୁଛି। ମୁଁ ତମର ଭାଉଜ ନୁହେଁ, ତମେ ଦାସ ବଂଶ ପାଇଁ ଗୋଟେ କଳଙ୍କ, ତମେ ଗୋଟେ ମହାକାଳ ଫଳ। ଆଜି ଠାରୁ ତମ ସହିତ ମୋର କୌଣସି ସମ୍ପର୍କ ନାହିଁ। ଆଜି ଠାରୁ ତମେ ମୋର କେହି ନୁହଁ, କି ମୁଁ ତମର କେହି ନୁହଁ। ଭାଉଜ, ନାଇଁ, ନିନ୍ଦା ଅପବାଦ ଶୁଣିବା ଆଗରୁ ମୁଁ ଏ ଘର
ନାଇଁ ଭାଉଜ ନାଇଁ ତମେ ଘର ଛାଡି କୁଆଡେ ଯିବନି ତମେ ସେମିତି କୁହନି ତମେ ସେମିତି କହିଲେ ମୁଁ ପାଗଳ ହେଇଯିବି ଭାଉଜ ତମେ ପରା ଏ ଘରର ଲକ୍ଷ୍ମୀ ଲକ୍ଷ୍ମୀ ଯଦି ଏ ଘର ଛାଡି ଚାଲି ଯାଆନ୍ତି ତାହେଲେ ଏ ବଡ଼ ଦେଉଳଟା ସେଇ ନ ହେଇଯିବନି ଭାଉଜ ମୁଁ ତ ଗୋଟେ ମହାପାପୀ ମୁଁ କାହିଁକି ଏଠି ରହି ଏ ମନ୍ଦିରଟାକୁ ଅପବିତ୍ର କରିଦେବି ମୁଁ ସବୁଦିନ ପାଇଁ ଏ ଘର ଛାଡି ଚାଲିଯିବି ମୁଁ যাও শীঘ্র পারছো মোর সামনে চলে যাও বৌজি ଚାଲିଯିବି ଭାଉଜ ହେଲେ ମୋ ମନରେ ଖାଲି ଏତିକି ଦୁଃଖ ରହିଗଲା ଲକ୍ଷ୍ମୀ ଠାକୁରାଣୀଙ୍କ ଅଭଡ଼ା ଅନ୍ନ ମୁଁ କେବେ ବି ପାଇବିନି ହେ ଜଗନ୍ନାଥ କି ଦୋଷ ମୁଁ କରିଥିଲି କାହିଁକି ତମେ ମୋ ସହିତ ଏମିତି ଖେଳ ଖେଳିଲ ଏ ଘର ଛାଡ଼ି ଚାଲିଗଲା ପରେ ମୁଁ ତୋରି ବଡ଼ ଦେଉଳକୁ ଯିବି ଆଉ ତୋରି ମନ୍ଦିର ବେଢ଼ା ଭିତରେ ବସି ତତେ ବାରମ୍ବାର ସେଇ ଗୋଟିଏ ପ୍ରଶ୍ନ ପଚାରିବେ ଏ ଜଗନ୍ନାଥ କିଏ ଭାଙ୍ଗିଲା ମୋ ସୁନା ସଂସାର ସମୟ ବାଟରେ ଆଜି ମଣିଷ ବାଟୋଇ ବାଟ ଚାଲୁଥାଏ ନିଜ ଲହୁ ଲୁହ ସମୟ ବାଟରେ ଆଜି ମଣିଷ ବାଟୋଇ ବାଟ ଚାଲୁଥାଏ ନିଜ ଲୁହ ଲହୁ ଅତିଆ ଝଡ଼ ଭାଙ୍ଗି ଦିଏ নীড় କିଏ ସେ ଫେରିବ ବିପଦର ଘେର ଚାଲି ଚାଲି ଥକି ଯାଏ କେହି ନାହିଁ ସାରା କିଏ ଭାଙ୍ଗିଲା ସୁନାର ସଂସାର କିଏ ଭାଙ୍ଗିଲା ସୁନାର ହାତ ମାଇଲେ ଖାଲି ହାଲୋ ଶଳା ହାତ ମାରିକିରି ହତାଶ ହେଲେଣି ତଥାପି ଏ ଜୀବନଟା ମୋର ଅନ୍ଧାର ଶଳା ଆଖି ଦିଟା ଭିତରକୁ ପଶିଗଲାଣି ଗାଲଟା ଟାକୁଆ ହେଇକିରି ହନୁହାଡ଼ ଦେଖାଗଲାଣି ତଥାପି ଏ ଝୁଅ ପିଲା ଟାଣ କି ନରମ ମୁଁ ଜାଣିପାରିବି ଆଜି ଘରୁ ବାହାରିଛି ମାନେ ହାତ ମାରି ହାଲୋର କରିବି ମୋର ଗୋଟେ ଏଇଠି ପ୍ରିଣ୍ଟର ଅଛି ଆଜିକାଲି ଇଏ ହେଉଛି ଆଡ଼ଭର୍ଟାଇଜ ଯୁଗ ଇରେ ଆଡ଼ଭର୍ଟାଇଜରେ କେଡ଼େ କେଡ଼େ ଜିନିଷ ବିକ୍ରି ହେଇଯାଉଛି ମୁଁ ବିକ୍ରି ହେଇପାରିବି ହାଁ ଏଇଠୁ ଗୋଟା ଯାଇକିରି ହେଇ ବ୍ୟାନର କରି ଆଣିଛି ହେଇ ଏଇ ବ୍ୟାନର ଜରିଆରେ ମୁଁ ନିଜକୁ ନିଜେ ବିକ୍ରି ହେଇଛି ଏଇଠି ବସିବା ଆଉ ହେଇ ତ ଗୋଟା କିଏ ଆଉଛି ନା କ'ଣ ଆଡ଼କୁ ଏଇଠି ବସିବା ଆଉ ହଁ ହେଇ ତ ଗୋଟା କିଏ ଆଉଛି ଆଉ ପାତ୍ରୀ ଆବଶ୍ୟକ ବୟସ 17ରୁ 27 ଯୋଗ୍ୟତା ଯେତେ ଦବ ସେତେ ନେବି ଉଚ୍ଚତା 5 ଫୁଟ ହେଲେ ଚଳିବ ଗୋଲେଇ 2 ଫୁଟରୁ 3 ଫୁଟ ଇଲୋ ଅଣ୍ଟା 32 ଛାତି 63 ଏଟା ମଣିଷର ଚନ୍ଦକା ହାତୀରେ ହେଇ ଏ ଶଳା
ଲୋକଟା ବା ଆମ ଗାଁରେ ଅଛି ବା ମୋ ସାଙ୍ଗଟା ଶଳା ଠିକ ଛାତି ପାଖରେ ହାତ ମାରି ହାଲୋ କିନ୍ତୁ ମୋର ସେଟା ପ୍ରକୃତ 63 ନୁହଁ ଆଉ ସେଟା ହଉଛି 36 ସତୀଶ ତାମାନେ ମୁଁ ପୁରାପୁରି ଫିଟ୍। হ্যাঁ সেটা 36 আজকালি সরকার যে সব ডিপার্টমেন্টের ঔষধ পানি বাহার কলে বুঝিপারছ সে 36 কি কমেই 18 করি হব আর 36 কি বড়াই কি 63 বি করি হব তাମାନେ ମୁଁ ପୁରା ଫିଟ୍ ତ। তুমি পুরা ফিট জয় সাইন বোর্ড কি জয় যা কুহ এ সাইন বোর্ডর গোটা କରାମତି ଅଛି ଆଉ ହଁ ଗୋଟା କରାମତି ଅଛି ଆଉ ଆଚ୍ଛା ସୁଇଟି ତମ ନାଁ ମୋ ନାଁ ତ ମତେ ସମସ୍ତେ ଅତି ଶ୍ରଦ୍ଧାରେ ରଖନ୍ତି ଗୁଲଗୁଲି। नो रंग रंग गुलगुली नुह ଆଉ? गुल्ली गुल्ली ମୁଁ ବାଟୁଳି ତମେ ଗୁଲି ମୋ ଯୋଗ୍ୟତା MBBS ମା ତମେ ଡକ୍ଟର। ନା ଡକ୍ଟର ନୁହ MBBS ମାନେ ଜାଣିପାରୁନ ମହାଦେବଙ୍କ ପାରବୁଲା ବେକାରୀ ଷଣ୍ଢ ମୋ କାମ ହେଲା ବାପା ମଠରେ ଖାଇବି ଖଟ ଉପରେ ଶୋଇ ଖାଲି ହାତ ମାରି ହାଲୋ ମତେ ବାହାହେଲା ପରେ କୁଆ କୁଆ ଖାଲି ପିଲା ଉପରେ ପିଲା ଜନ୍ମ କରିବି ଏକ ଦୁଇ ଦୁଇ ତିନି ଏମିତି ଡର୍ଜନ କରିବି ହେ କଣ ହେଲା? ଆମର ଡର୍ଜନ ଛୁଆ କଣ ହବ ହଁ? ଆମେ ଦୁଇ ଆମର ଏକ। କାଇଁ ପୁରା ନ କର ଇଏ ସରକାରଙ୍କ ଯୋଉ ଫ୍ୟାମିଲି ପ୍ଲାନିଂ ବାହାରିଛି ସେଇଟା କରିଦଉନୁ ଆମେ ଦୁଇ ଆମର ଶୁଣ କରିଦେଲେ ତୋର ଏଇ ଯୋଉ ପୁଚୁକା ଗାଲ ହେଇ ଏଇ ଯୋଉ ଟମାଟର ପଳିଆ ଓଠ ଏଇ ଯୋଉ ମସଲା ଦୋସା ଭଳିଆ କଟି ସବୁ ସେମିତି ଖାଲି ହାତ ମାରି ହାଲୋରା ସାଇଜି ବାପା হ্যাঁ ଠିକ ହିଟ ବେଳେ ଷଣ୍ଢ ପୁରଉଛ আবে ये माल किए আকু পাইলু কোউটি ଇଏ ହଉଛି ଗୁଲି ମୁଁ ହଉଛି ବାଟୁଳି ସବୁଦିନ ସେ ଡୁପ୍ଲିକେଟ ଗୁଲି ମାରି ମାରି ଆଜି ପୁରା ବାପା ହେଇ ହେଇ ଶୁଣ ମୋ କଥା ଏ ମା ଇଏ ବୁଢାଟା କିଏ ବା ୟା ନିଶ କଣ ବଙ୍କା ବଙ୍କା ହେଇଯାଇଛି। ଖାଇଲି ବଡ আবে সে মতে কোন কইলানি বুড়া ଆଉ ବୁଢା ନୁହେଁ କଣ ଟୋକା ଏ ଦେଖାଯିବ ବା ମୁଁ কোন নাউ না কখারুবে বুড়া কোন কହୁଛୁ আয় ଆଉ କଣ ହେଇ ହେଇ ଏ ଶଇତାନଟା ହଉଛି ମୋ ବୋପା ଦେଖୁନା ଜୋକ ଭଳିଆ ମୋ ପଛରେ ଲାଗିଛି ବାବୁଜୀ, ଏଇଠି କଲି ইস কি সাইজ ইয়ে কোন মতে বাপা বলি রাখলানি ଆଉ আবে ইয়ে কোন তো ধরম ভৌনি ନା ଆଉ ଧରମ ଭଉଣୀ ହେଇଥିଲେ ବାପା କାହିଁ ଡାକିଥାନ୍ତା ମଉସା ବୋଲି ଡାକିଥାନ୍ତା ଆଉ? ବୁଝିଲ ହଁ ସିଏ ହଉଛି ଗୁଲି ଆମ ଏରିଆରେ ଆସିକିରି ନୂଆ ରହିଛି ଘର ଭଡ଼ା ଖୋଜୁଛି ତେଣୁ ମୁଁ ତାଙ୍କୁ ନେଇକିରି ଆଇଛି ସବୁ ହଉଛି ଏଇ ସାଇନ ବୋର୍ଡ କରାମତି ଚାଲ ବୁଲି ଆମେ ଯିବା। ତାକୁ ତାକୁ କୋଣ ନଉଛୁ ଛାଡ ତାକୁ ଆମ ଘରେ ଭଡ଼ା ରହିବେ ହେଇପାରିବନି କାହିଁ ହବନି କୁଆଁରୀ ଝିଅଙ୍କୁ ୟା ଶଙ୍କୁନି ମହାନ୍ତିର ଡିସ୍ପୁଟ ଏରିଆ ମନା କିଛି ଅସୁବିଧା ନାହିଁ ସିଏ ବା ଆମ ଏଇ ଗାଁରେ ନର୍ସିଂ ହୋମରେ ଅଛନ୍ତି ନର୍ସ ହେଇକିରି ଅସୁବିଧା କ'ଣ ତଥାପି ହେଇପାରିବନି କାହିଁ କାରଣ କ'ଣ ସେ କ'ଣ ଅସୁନ୍ଦରୀ ହେଇପାରିବନି ତଥାପି ହେଇପାରିବନି ହେବନି କ'ଣ ତମ କଥାରେ କହିବା ହେଇପାରିବନି ଅଲବତ ହବ ନା ନା ବାପା ମୁଁ କଣ ସୁନ୍ଦରୀ ନୁହଁ ତୁ ବହୁତ ସୁନ୍ଦରୀ ତା ଛଡ଼ା ସିଏ ଆମ ହେଲ୍ଥ ସେଣ୍ଟରରେ ଚାକିରି କରୁଛି ଖାଲି ଠନ୍ 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 ଗଣି ଆଣିବା କିଛି ଅସୁବିଧା ନାହିଁ ବାଟୁଳି ମୁଁ ତୋ ପାଇଁ କେତେ କ'ଣ ଚିନ୍ତା କରିଥିଲି କହନି ଶଳା ସୁନ୍ଦରିଆ ଝିଅ ସାଙ୍ଗରେ ମୋଟା ଅଙ୍କର ମାଲ ଖାଲି ଘୋଷାଡ଼ି ଆଣିବି ଇଏ ବି ସୁନ୍ଦରିଆ ଝିଅ ଆଉ ମୋଟା ଅଙ୍କର ବି ଆ ପାଖରେ ମିଳିବ ନା ତଥାପି ହେଇପାରିବନି ସିଏ ଏ ଘରେ ଭଡ଼ା ନେଇ ରହିପାରିବ ନାହିଁ ନା ହେଇପାରିବ ହବ କହିଲି ପରା ହେଇପାରିବନି ହବ ବା କହୁଛି ହେଇପାରିବେ ହବ ନା ଆଚ୍ଛା ହେଇ ଗୁଲି
ମୋ ବାପାକୁ ଟିକେ ହୁସିଆର ରହିଥିବ ଏଟା ଶଳା ଭାରି ଆଇଁସିଆ। ସତେ ମୁଁ ଆଇସିଆ ଆଉ? ଏଇ ତୁ ମୋ ପୁଅକୁ ଜମା ଚିହ୍ନିନୁ ବୁଝିଲୁ ଶଳା ବାର ଅବାର ତାର କିଛି ନାହିଁ ଭାରି ଆଇଁସିଣିଆଟା ସିଏ ହେଲା ହୁସିଆରି ଥିବୁ। ଜମା ମୋ ବାପାକୁ ଚିହ୍ନିନୁ ମୁଁ ଖାଲି ସିନା ଆଇଁସିଆ ଇଏ ଶଳା କାତି କଣ୍ଟା କିଛି ରଖିବନି ସବୁ ଚୋବେଇଯିବ। ତମେ ଚାଲ। ଏଇ ଯାଇପାରିବନି ସିଏ ମୋ ଘରେ ଭଡ଼ା ନେଇ ରହି ଯାଇପାରିବ ଅଲବତ ରହିବ। ନା ହଁ ବାବୁ ହେଇପାରିବନି ହବ ଚାଲ। ଖାଇଯିବେ